ଗୋପାଳପୁର ସାମୁଦ୍ରିକ ଥାନା ସହାୟତା କେନ୍ଦ୍ର ପାଲଟିଛି ମଦ୍ୟପ ପେଣ୍ଠସ୍ଥଳୀ। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଗଣବଳାତ୍କାରର ଘଟଣା ସାରା ଦେଶରେ ଚାଞ୍ଚଲ୍ୟର ବିଷୟ ପାଲଟିଛି, ଯାହାକି ଗୋପାଳପୁରକୁ ଲଜ୍ଜିତ କରିବା ସହ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ଏହା ସତ୍ତ୍ୱେ ଗୋପାଳପୁର ବେଳାଭୂମିରେ ପର୍ଯ୍ୟଟନଙ୍କ ସୁରକ୍ଷା ପାଇଁ ଅତ୍ୟବିଧ ବିଶେଷ ପଦକ୍ଷେପ ଗ୍ରହଣ ହୋଇଥିବା ଦେଖିବାକୁ ମିଳିଛି। ବରଂ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗୋପାଳପୁର ସାମୁଦ୍ରିକ ଥାନା ସହାୟତା କେନ୍ଦ୍ର ଏବେ ଡମ୍ପିୟାର୍ଡରେ ପରିଣତ ହୋଇଛି। 2022ରୁ ନିର୍ମିତ ହୋଇଥିବା ଏହି ଥାନାରେ ଅଧିକାରୀମାନଙ୍କ ପାଦ ପଡ଼ିନଥିବା ସ୍ଥାନୀୟ ବାସିନ୍ଦା ଦର୍ଶାଇଛନ୍ତି, ଯାହା ଫଳରେ ଥାନାର କାନ୍ଥ କଣା କରି ସେଠାରେ ପାଇଖାନା ଯାଉଛନ୍ତି ଲୋକେ। ଥାନାକୁ ଯିବା ତ ଦୂରର କଥା, 50 ମିଟର ଦୂରରେ ରହିଲେ ବି ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଗୋପାଳପୁର ଥାନା ଅଧୀନ ଏହି ସହାୟତା କେନ୍ଦ୍ରରେ 8 ଜଣ କର୍ମଚାରୀ ନିଯୁକ୍ତି ହୋଇଛନ୍ତି, ହେଲେ ସେମାନେ ମଧ୍ୟ ଆଜି ପର୍ଯ୍ୟନ୍ତ ସହାୟତା କେନ୍ଦ୍ରକୁ ଯାଇନାହାନ୍ତି। ସରକାରୀ ଅର୍ଥ ବିନିଯୋଗ ହେଲା, କିନ୍ତୁ ସେଠାରେ ପୋଲିସ କର୍ମଚାରୀ ନିୟୋଜିତ ନ ହେବାରୁ ଅବସ୍ଥା ଏଭଳି ରହିଛି। ଏଠାରେ ନିଯୁକ୍ତି ପାଇଥିବା ଜଣେ ଏସ୍ସି, ଜଣେ ଏସ୍ଆଇ, 5 ଜଣ କନେଷ୍ଟବଳ ଓ ଜଣେ ହାବିଲଦାର ନିୟୋଜିତ ଅଛନ୍ତି। ଏହି କେନ୍ଦ୍ର ଆରମ୍ଭ ହେବା ପରଠୁ ହିଁ ତାଲା ଝୁଲୁଛି। କୌଣସି ଅଧିକାର ଆସିନାହାନ୍ତି ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ପ୍ରଥମେ କୋଠା ଚାରି ପାର୍ଶ୍ୱରେ ମଦ ପିଇ ଗଞ୍ଜେଇ ଟାଣିଲେ, ଧୀରେ ଧୀରେ ତାକୁ ପାଇଖାନା ବନେଇଦେଲେ। ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେଲେ ବେଳାଭୂମିରେ ଆଗେଇ ଲାଗିଥିବା ଗୋପାଳପୁର ସାମୁଦ୍ରିକ ଥାନା ସହାୟତା କେନ୍ଦ୍ର ସାଇନବୋର୍ଡ ଦେଖି କେନ୍ଦ୍ର ପର୍ଯ୍ୟନ୍ତ ଯାଉଛନ୍ତି ଓ ସେଠାରେ ଅବସ୍ଥା ଦେଖି ଫେରି ଆସୁଛନ୍ତି। ବେଳାଭୂମି ସମ୍ମୁଖରେ ରହିଛି ଏହି ସହାୟତା କେନ୍ଦ୍ର। ରକ୍ଷଣାବେକ୍ଷଣ ଅଭାବରୁ ସେଠାରେ ଲାଗିଥିବା ବିଭିନ୍ନ ସାମଗ୍ରୀ ନଷ୍ଟ ହେବା ସହ ଭଙ୍ଗାରୁଜା ହୋଇପଡ଼ୁଛି। ଗତବର୍ଷ ଗୋପାଳପୁର ବେଳାଭୂମିରେ ଜଣେ ଛାତ୍ରୀଙ୍କୁ ପୁରୁଷ ବହୁଳ ଆଗରେ ଗଣବଳାତ୍କାର ହୋଇଥିବା ଘଟଣା ନେଇ ସାରା ଦେଶରେ ଚାଞ୍ଚଲ୍ୟର ବିଷୟ ପାଲଟିଥିଲା। ଏନେଇ ଗୋପାଳପୁରରେ ସୁରକ୍ଷା ବ୍ୟବସ୍ଥାକୁ ପ୍ରତି ପ୍ରଶ୍ନ ଉଠିଥିଲା। ଏହି ଘଟଣା ପରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଧାୟକ, ବାଣିଜ୍ୟ, ଖଣି, ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା ଗୋପାଳପୁର ବେଳାଭୂମିରେ ପହଞ୍ଚି ପରିଧ୍ୟାନ କରି ଦର୍ଶାଇଥିଲେ, ପୋଲିସ ପେଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ଆଲୋକୀକରଣ ବ୍ୟବସ୍ଥା ଓ ସିସିଟିଭି ଫୁଟେଜ ଲଗାଇବାକୁ ଯୋଜନା କରାଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ନା ଆଲୋକୀକରଣର ବ୍ୟବସ୍ଥା ହୋଇନି କି ସିସିଟିଭି ଲାଗିଥିବାର ନାହିଁ। ଏ ସମ୍ପର୍କରେ ଗୋପାଳପୁର ଥାନା ଆଇଆଇସିର ସତ୍ୟରଞ୍ଜନ ଲେଙ୍କାଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି, କିଛି ମାସ ହେଲା ଦାୟିତ୍ୱ ନିଆଯାଇଛି। ଏ ସମ୍ପର୍କରେ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଗଞ୍ଜାମ ଜିଲ୍ଲା କ୍ରାଇମ ପ୍ରତିନିଧି ସନ୍ଦେଶ କୁମାର ସାହୁଙ୍କ ରିପୋର୍ଟ, ଓଡ଼ିଶା ଦର୍ପଣ ନ୍ୟୁଜ୍। ମୋ ନାଁ ହେଉଛି ସନ୍ତୋଷ କୁମାର ସାହୁ। ମୁଁ ଗୋପାଳ ବାସନ୍ତା। ମୁଁ ଏତିକି କହିବା ପାଇଁ ଅଭିଯୋଗ ଚାହୁଁଛି ଯେ ଏଇଟା ଗୋଟେ ହେଉଛି ମେରୁନ୍ ଥାନା, ଯେଉଁଟାକି ଗୋପାଳପୁରର। ଏଇଟା କ'ଣ ସୁରକ୍ଷା ବୋଲି ଜିନିଷ କିଛି ନାହିଁ, ବୁଝିପାରୁଛନ୍ତି ନା ନାହିଁ। ଆଜିକି 5 ବର୍ଷ ହେଲାନି ଏ ମେରୁନ୍ ଥାନା ବନା ହେଇକିରି, ଆର କିଛି ବୋଲିକିରି ଏବେ ଯାଏଁ କିଛି ଡେଭଲପମେଣ୍ଟ ନାହିଁ କିଛି ଗୋପାଳପୁରର। ଆଉ ଯାହା ଅଳିଆ ପଳିଆ ସବୁ କିଛି ଆଣୁଛନ୍ତି, ଏଠି ସବୁ ପକା ଅବର ଜାବର କରୁଛନ୍ତି। ତାପରେ ଏଇଠି କ'ଣ ହେଉଛି, ରାତି ପାଇଲେ ଏଇଠି ଯିବା ଆସିବା ଗୋପାଳପୁର ଟୁରିଷ୍ଟ ଡରୁଛନ୍ତି। କ'ଣ ପାଇଁ? ଯେହେତୁ କି ଆମର ଏଇଟା ମେରୁନ୍ ଥାନା, ଏଇଟା ରାତି ହେଲେ ସବୁ ମଦ ଆଡ୍ଡା କରୁଛନ୍ତି। ଯେତିକି ସବୁ ଆସୁଛନ୍ତି ରାତି ସନ୍ଧ୍ୟା ପାଇଲେ ମଦ ଆଡ୍ଡା ସମସ୍ତଙ୍କର ଏଠି ଭିଡ଼ ରହୁଛି ବେଶୀ ବେଶୀ। ଆଉ ଏତିକି କହିବାକୁ ଚାହୁଁଛି ଯେ ପ୍ରଶାସନକୁ ଆମର ଅନୁରୋଧ କରୁଛି ମୋର ତରଫରୁ, ମାନେ ଗୋପାଳ ବାସନ୍ତା ଯୁଗରୁ, ଯେହେତୁ କି ଏ ଅଳିଆ ପ୍ରଶାସନ ଯେଉଁ କରୁଛନ୍ତି, ଏ ଅଳିଆରୁ କେମିତି ମୁକ୍ତି ଆମକୁ ମିଳୁ, ଆର କିଛି ସ୍ୱତନ୍ତ୍ର ଯେମିତିକି ଆମର ଏନ୍ଏସିରୁ। କିରଣ କୁମାର, କେଉଁଠି ଘର ଆପଣ? ଗୋପାଳ ବାସ। କ'ଣ ଅଭିଯୋଗ ଅଛି? ଅଭିଯୋଗ ଅଛି, ଆମର ମେରିନ୍ ତାନା କହୁଛନ୍ତି, ମେରିନ୍ ତାନା ଏଇଟା ଅଇଲା ସବୁ ପକାଉଛନ୍ତି, ଅଇଲା ସବୁ ପକାଇକି ସବୁ ମଦ ପିଇକି ବଟଲ ସବୁ ପିଙ୍ଗା କରିକି ସବୁ ଟୁରିଷ୍ଟ ମାନେ ଯିବା ଆସିବା ସୁବିଧା ନାହିଁ, ଏଠି ରାସ୍ତା ବି ନାହିଁ, ଡରୁଛନ୍ତି ମଦୁଆ ଲୋକ।